ଏବେ ଏବେ ପାଣିପାଗ ବିଭାଗରୁ ଲଘୁଚାପକୁ ନେଇ ଆସିଲା ବଡ଼ ସୂଚନା। ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା। 24 ଘଣ୍ଟାରେ ପ୍ରବଳ ବର୍ଷା ଥିବାରୁ ପାଣିପାଗ କେନ୍ଦ୍ରରୁ 27 ଜିଲ୍ଲାକୁ ଜାରି ହୋଇଛି ୟେଲୋ ଅରେଞ୍ଜ ୱାର୍ଣ୍ଣିଂ। ଆଜି ରାତିଠୁ ବଢ଼ିବ ବର୍ଷାର ପରିମାଣ। ବିସ୍ତୃତ ବର୍ଷା ନେଇ ଚେତାବନୀ ରଖିଲା ପାଣିପାଗ କେନ୍ଦ୍ର। ଆଭ୍ୟନ୍ତର ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଭାରୀ ବର୍ଷା ରହିବ। 12ରୁ 20 ସେଣ୍ଟିମିଟର ମଧ୍ୟରେ ବର୍ଷା ନେଇ ସତର୍କ ରହିବାକୁ ବିଭାଗରୁ ପରାମର୍ଶ। ତଳିଆ ଅଞ୍ଚଳ ପାଇଁ ଜଳବନ୍ଦୀ ସମସ୍ୟା ସହ ଭୂସ୍ଖଳନ ଏବଂ ଫ୍ଲାସ୍ ଫ୍ଲଡ୍ ସାଙ୍ଗକୁ କେତେକ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେଣୁ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ଏସ୍ଆର୍ସିଙ୍କର ପରାମର୍ଶ ଜାରି ହୋଇଛି। ଏହାସହ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର ଗତ 24 ଘଣ୍ଟାରେ ପ୍ରବଳ ବର୍ଷା ହୋଇଯାଇଛି। ବୌଦ୍ଧ ଜିଲ୍ଲାରେ 145 ମିଲିମିଟର ବର୍ଷା ଦେଖିବା ପାଇଁ ମିଳିଛି। ସୋନପୁରରେ 137 ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଏବଂ ପାଣିପାଗ ବିଭାଗରୁ ଆସିଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଭାରୀ ବର୍ଷା ରହିଛି। ବାଲେଶ୍ୱର ସମେତ 18 ଜିଲ୍ଲାକୁ ୟେଲୋ, କଟକ ସମେତ 9 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ଏବଂ ଲଘୁଚାପ ସୃଷ୍ଟିର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ନିଶ୍ଚୟ ଜାଣି ରଖନ୍ତୁ ଆଗାମୀ 24 ଘଣ୍ଟାରେ କେଉଁ ସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ରହିଛି ଏବଂ ଆଜି ରାତିରୁ କେଉଁ ସବୁ ଜିଲ୍ଲାମାନଙ୍କୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ବଜ୍ରପାତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରୁନଥିଲେ ଏବେ ହିଁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଘଣ୍ଟି ବଟନକୁ ଦବାନ୍ତୁ। ସବୁ ସମୟରେ ପାଣିପାଗର ତାଜା ଅପଡେଟ୍ ପାଇବା ସହ ଭିଡ଼ିଓକୁ ସାଙ୍ଗସାଥି ସମସ୍ତଙ୍କୁ ସେୟାର କରନ୍ତୁ। ତ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡିରୁ ଜାରି ସୂଚନା କହୁଛି ରାଜ୍ୟକୁ ଆସୁଛି ପ୍ରବଳ ବର୍ଷା। 24 ଘଣ୍ଟାରେ ପ୍ରବଳ ବର୍ଷିବାରେ ସୂଚନା ଦିଆଯାଇଛି। ଆଜି ରାତିରୁ ରାଜ୍ୟର ଅନେକ ସ୍ଥାନରେ ଭାରୀ ବର୍ଷାର ସମ୍ଭାବନା ରହିଛି। 12ରୁ 20 ସେଣ୍ଟିମିଟର ମଧ୍ୟରେ ବର୍ଷା ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାକୁ ଜାରି ହୋଇଛି ହାଇ ଆଲର୍ଟ ଅରେଞ୍ଜ ୱାର୍ଣ୍ଣିଂ। ଆଜି ରାତିରୁ ବଢ଼ିବ ବର୍ଷାର ପରିମାଣ। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଲଗାଣ ବର୍ଷା ଏବଂ ପ୍ରବଳ ବର୍ଷା ନେଇ 18 ଜିଲ୍ଲା ବିଶେଷ କରି ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦେଖିବା ପାଇଁ ମିଳିବ ଭାରୀ ବର୍ଷା। ଅଧିକାଂଶ ସ୍ଥାନରେ 7ରୁ 11 ସେଣ୍ଟିମିଟର ବର୍ଷାର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।